କାଲି ଆମର 22/23/7/2024 ନାଇଟ୍ରେ କିଛି ଅଜଣା ଚୋର ଆମର ସାଉଥପୁର ଅଛି ଯେଉଁ କୁଇନ୍ତଳା ଥାନା ଅଣ୍ଡରରେ ତାର ଗୋଟେ ଭାଟି ଅଛି। ସେ ଭାଟି ଭିତରେ ପଶିକିରି ତାର କ୍ୟାସ୍ ଲକରରୁ ପ୍ରାୟ 3,76,300 ଟଙ୍କା ଚୋରି କରି ନେଇଯାଇଥିଲେ। ତ ତାରି ଭାଟିର ମ୍ୟାନେଜରଙ୍କ ରିପୋର୍ଟ ଆଧାରରେ ଗୋଟେ କେସ୍ଟେ ହେଇଥିଲା ଆମର କୁଇନ୍ତଳା ଥାନାରେ। କୁଇନ୍ତଳା ଥାନା କେସ୍ ନମ୍ବର 254/24 305 BNS 254/24 ଗୋଟେ କେସ୍ଟେ ହେଇଥିଲା। ଯେହେତୁ କ୍ୟାସ୍ର ଆମାଉଣ୍ଟ ଅଧିକ ଥିଲା ଏବଂ ସେଥିପାଇଁ ଗୋଟେ ଏସ୍ପିଙ୍କ ନିର୍ଦ୍ଦେଶରେ ଗୋଟେ ସ୍ପେଶାଲ ଟିମ୍ଟା ଆଇଆଇସିଙ୍କ ଅଣ୍ଡରରେ ଟିମ୍ଟା ଫର୍ମେସନ୍ ହେଲା ଏବଂ ବିଭିନ୍ନ ଦିଗକୁ ଆଧାର କରିକିରି ସିସିଟିଭି ଫୁଟେଜ୍ ଏବଂ ଲୋକାଲ୍ ଇଣ୍ଟେଲିଜେନ୍ସ କଲେକ୍ସନ୍ କରିକିରି ଆମେ ଗତକାଲି ରାତିରେ 2 ଜଣ ଲୋକଚୋର ଯେଉଁମାନେ କି ଆକ୍ଚୁଆଲି ଇନଭଲ୍ଭ ଥିଲେ ତାଙ୍କୁ ଧରା ହେଇଛନ୍ତି। ତାଙ୍କର ନାଁ ହେଉଛି ସୁନୀଲ ମିର୍ଦ୍ଧା, ଆଉ ଜଣଙ୍କର ନାଁ ହେଉଛି ନିତ୍ୟା ସାହୁ। ସୁନୀଲ ମିର୍ଦ୍ଧା ଯାହାଙ୍କର ଘର ହେଉଛି ଆମର ଗାଇସ୍ଲାଟ ଥାନା ଅଣ୍ଡରରେ। ତ ସେ ସୁନୀଲ ମିର୍ଦ୍ଧା କ'ଣ କରିଥିଲେ, ତାର ହିଷ୍ଟ୍ରି ଏମିତି ଥିଲା ଯାହା ଇନଭେଷ୍ଟିଗେସନରେ ଜଣାପଡ଼ିଛି କି ସେ ଫାଣ୍ଡି ଏଇ ଯେଉଁ ଭାଟି ବନ୍ଦ ହୋଇଗଲା ପରେ ସେ ସମସ୍ତେ ଶୋଇଗଲା ପରେ ସେ ଭାଟି ଭିତରକୁ ପଶି କନିଙ୍ଗଲି କ୍ୟାସ୍ ଲକରର ଚାବିଟାକୁ ମ୍ୟାନେଜରଙ୍କ ପାଖରୁ ଚୋରି କରି ନେଇ ଚାବି ଖୋଲିକିରି ସେ ଯେଉଁ ଲକରରେ ଥିଲା 3,76,000 ଟଙ୍କା ସେଇଟା ନେଇଯାଇଥିଲେ। ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ ନିତ୍ୟା ସେ ନିତ୍ୟାନନ୍ଦ ସାହୁ। ସେ ତାଙ୍କୁ ବାଇକ୍ରେ ଆଣିକିରି ସେ ଭାଟି ପାଖରେ ଛାଡ଼ିଥିଲେ ଏବଂ ଗଲାବେଳୁ ମଧ୍ୟ ତାଙ୍କୁ ସେ ଜାଗାରୁ ନେଇକରି ଯାଇଥିଲେ ଏବଂ 2 ଜଣଙ୍କ ପାଖରୁ ଆମେ କ୍ୟାସ୍ 2,87,340 ଟଙ୍କାର କ୍ୟାସ୍ ଓ ସୁନା ଯେଉଁଟାକି ସେ ତାଙ୍କଠାରୁ ସିଜର ହେଇଛି 1,72,540 ଟଙ୍କା କ୍ୟାସ୍ ସିଜର ହେଇଛି। ଆଉ ସେ ପଇସା ନେଲା ପରେ 1,14,800 ଟଙ୍କାର ସେ ଏଥିରେ ସୁନା କିଣି ଦେଇଥିଲେ, ଯେଉଁଟାକି ଆମେ ଆପଣଙ୍କୁ ଡିସପ୍ଲେରେ ଦେଖାଇଥିଲୁ। ସେ ସୁନାଟା ମଧ୍ୟ ଆମେ ଜବତ କରିଛୁ। ବର୍ତ୍ତମାନ ସେ 2 ଜଣଙ୍କ ଆରେଷ୍ଟ ହେଇଛନ୍ତି ଏବଂ ତାଙ୍କୁ ଫରୱାର୍ଡ଼ କରାଯିବ।